ଆମର ଏଇ କଫି ସିରପ ଉପରେ ନାର୍କୋଟିକ୍ସ ଉପରେ ଆମେ ଏକ୍ସଟ୍ରିମଲି ଆକ୍ଟିଭ ଅଛୁ। ଆମର ବିଭିନ୍ନ ସ୍କ୍ୱାଡ କାମ କରୁଛି। ଗତକାଲି ଏକ ସେଇ ସ୍ପେସିଫିକ ସୋର୍ସରୁ ଖବର ପାଇ ଏସଡିପିଓ ପଦକୁ ଆଇଆଇସି ପଦକୁ ପ୍ଲସ୍ ତାଙ୍କର ଷ୍ଟାଫ୍ ଧରି 3,000 ଛକିଥିଲେ। ଲାଷ୍ଟ ଯୋଉ ଗାଡି ସେ ଖବର ପାଇଥିଲେ ସେ ଗାଡି ଧରିଲେ। ସେଥିରେ କଣ ହେଇଛି, ସେ ଧରିଲେ ଦିଟା ଭେଟରାନକୁ। ଗୋଟେ ହଉଛି ଶରଚନ୍ଦ୍ର ଟୁଙ୍ଗା, ସେ ହଉଛି ନୟାଗଡ଼ର ଯୋଉ ଭେଟରାନ କ୍ରିମିନାଲଟା, ସେ ମେନ୍ ସୋର୍ସ ସପ୍ଲାୟର ସେ। ଏଠିକାର ଯୋଉ ମାନସ ପାଣ୍ଡେ ଝଙ୍କରପଲ୍ଲୀ ପଦ୍ମପୁର, ସେ 600ଟି ପେଟି ଧରିକି ଆସୁଥିଲେ। 600 ପେଟି ଥିଲା 7,920 ବୋତଲ ଥିଲା। ଧରିଲା ପରେ ଏଇ ଯୋଉ ମାନସ ପାଣ୍ଡେ ଇଏ ଦୀର୍ଘ ଦିନ ହେଲା ଏଇ ଆଣୁଥିଲା ଟୁଙ୍ଗା ଠାରୁ, ଆଣିକି ପଦ୍ମପୁର ସହର ଏବଂ ପାଖାପାଖି ସବୁ ଦୋକାନ ମାନଙ୍କୁ ବିକ୍ରି କରୁଥିଲା। ତାକୁ ଆମେ ଦୀର୍ଘ ଦିନ ହେଲା ତାକୁ ୱାଚ୍ ଥିଲୁ, ଧରା ପଡିଲା ଏବଂ ସେ ଦି ଜଣ କୋଉଠୁ ଫେରାଉଛନ୍ତି। ଧରିଲା ତାକୁ ସେ ଛକଟା ହଉଛି ଗଡଭାଟି ଛକ, ପଦ୍ମପୁର ଗଡଭାଟି ଛକ। ସେଟା ତାଙ୍କର ଏକ୍ଜିଟ୍ ପଏଣ୍ଟ। ମାନେ ଆସିଲା କଟକ ଭୁବନେଶ୍ୱର ରାସ୍ତା ନୟାପଲ୍ଲୀର ଯୋଉ ଜାଗାଟା ବି ଟୁଙ୍ଗା ଦିଏ ସେ ମେନ୍ ସପ୍ଲାୟର, ସେ ଆଣି ସପ୍ଲାୟ କରେ। ଧରା ପଡିଲା ଆମେ କହିଲୁ ତାକୁ ତଦନ୍ତ ଜଣା ପଡିବ ତା ପ୍ରିଭିୟସ୍ ଟାଇମ୍ କଣ, କାରଣ ଇଏ ଫାର୍ଷ୍ଟ ଟାଇମ୍ ନୁହଁ। ତାର ଯୋଉ ରୁଟରେ ସେ ଆସୁଥିଲା ଏବଂ ଆମର କାଲି ଟାଙ୍କା ଲାଗିଥିଲା ଦୁନିଆରେ ଚେକିଂ ଚାଲିଛି, ପାଖାପାଖି 7-8 ଚେକିଂ ଚାଲିଛି, ପେଟ୍ରୋଲିଂ ଚାଲିଛି, ପ୍ଲସ୍ ହିସାବରେ ବୁଲୁଛି। ସେଥିରେ ସେ ଦୁନିଆ ଗଳାବାଟ ବସି ଯାଇଛି। ତାମାନେ ଏକ୍ସପର୍ଟ। ପୋଲିସକୁ ଧୂଆଁ ଦେବା ତିଆରି କଲା ବେଳକୁ ଧରା ପଡେ ସେ 40 ଟଙ୍କା। ଏମାନେ ରୁଟଟା ଆଶ୍ଚର୍ଯ୍ୟ ସେ ଭୁବନେଶ୍ୱର ଆସିছে। ଭୁବନେଶ୍ୱର ଆସି ସାଇଟ୍ ରୁଟ୍ ଯାଇଛି। ସାଇଟ୍ ରୁଟ୍ ଯାଇକି ପାସ୍ କଲା ବେଳକୁ ଚେଷ୍ଟା କରୁଛନ୍ତି ଖସିବା ପାଇଁ, ସେ ଧରା ପଡୁଛନ୍ତି। ପଦ୍ମପୁରରେ ଡେଲିଭରି ହବ।